ओम शांति। पुस्तक पठन श्रीमद् भगवत गीता रहस्य। लेखक डॉक्टर सुधांशु शेखर मिश्र। द्वितीय अध्याय सांख्य योग। आत्मार नित्यत्व निरूपण। न त्वेवाहं जातो नासं न त्वं नेमे जनाधिपः न चैव न भविष्यामः सर्वे वयमतः परम्। अर्थ, ମୁଁ କୌଣସି କାଳରେ ଯେ ନଥିଲି, ତୁମେ ନଥିଲ, ଏହି ରାଜାମାନେ ଯେ ନଥିଲେ, ଏହା ସତ୍ୟ ନୁହେଁ। ଏହା ପରେ ମଧ୍ୟ ଆମ୍ଭେମାନେ ରହିବା ନାହିଁ, ଏ କଥା ମଧ୍ୟ ନୁହେଁ। ଆତ୍ମା ଅଜର, ଅମର, ଅବିନାଶୀ ହୋଇଥିବାରୁ ନିତ୍ୟ ଅଟେ। ଶରୀରର ବିନାଶ ବା ଶାରୀରିକ ଅବସ୍ଥାର ପରିବର୍ତ୍ତନ ହେଲେ ମଧ୍ୟ ଆତ୍ମା ଯଥାବତ୍ ରହିଥାଏ। ଶରୀର ଧାରଣ କରୁଥିବାରୁ ତାକୁ ଜୀବାତ୍ମା କୁହାଯାଏ। ବାରମ୍ବାର ଜନ୍ମ ମୃତ୍ୟୁ ଚକ୍ରରେ ଆସିବା ଫଳରେ ସେ ନିଜର ସ୍ୱରୂପ ବିସ୍ତୃତ ହୋଇଯାଏ। ଦେହାଭିମାନ ହେତୁ ସେ ଶରୀରକୁ ନିଜର ସ୍ୱରୂପ ମନେ କରେ, ତେଣୁ ମୃତ୍ୟୁ ତା ପାଇଁ ଦୁଃଖକାରକ ମନେ ହୁଏ। ପରମାତ୍ମା ଅଶରୀରୀ, ଅଜନ୍ମା, ଅକର୍ତ୍ତା, ଅଭୋକ୍ତା, ନିତ୍ୟ, ଶାଶ୍ୱତ ଓ ସର୍ବଜ୍ଞ ଅଟନ୍ତି। ସେ ସମସ୍ତ ଜୀବଜଗତକୁ ଆତ୍ମିକ ଦୃଷ୍ଟିରେ ଦେଖନ୍ତି। ପ୍ରତ୍ୟେକ ଆତ୍ମାଙ୍କର ସେ ପରମ ପିତା। ତେଣୁ ଆମର ଆଦି, ମଧ୍ୟ ଓ ଅନ୍ତର ରହସ୍ୟ ସେ ଜାଣନ୍ତି। ଅର୍ଥାତ୍ ପ୍ରତିକଳ୍ପର ସମୟାବଧିରେ ସୃଷ୍ଟି ରଙ୍ଗମଞ୍ଚରେ ଆତ୍ମା ଶରୀର ରୂପକ ବସ୍ତ୍ର ଧାରଣ ପୂର୍ବକ ଯାହା ଯାହା ଅଭିନୟ କରି ଆସିଛି, ତାହା ପରମାତ୍ମାଙ୍କୁ ବିଦିତ ଥାଏ। ତେଣୁ ଦେହାଭିମାନଗ୍ରସ୍ତ କିମ୍ କର୍ତ୍ତବ୍ୟ ବିମୂଢ଼ ମନୁଷ୍ୟମାନଙ୍କ ମୋହନାଶ କରିବା ପାଇଁ ସେ ଏଠାରେ ଆତ୍ମାର ନିତ୍ୟତ୍ୱ କଥା କହିଛନ୍ତି। ଦେହାଭିମାନ ବଶତଃ ମଣିଷ ଶରୀରକୁ ମୁଁ ମନେ କରେ। ଏଠାରେ ବିଚାରଣୀୟ ଯେ ମୋର ଶରୀର କହୁଥିବା ଏ ମୁଁଟି ପ୍ରକୃତରେ କିଏ? ଏହା ହିଁ ଆତ୍ମା ଅଟେ। ତେଣୁ ଶରୀରକୁ ନିଜର ସ୍ୱରୂପ ମନେ କରିବା ଅବିବେକିତା। ଶ୍ରୀମଦ୍ ଭଗବତରେ ନିଜକୁ ଶରୀର ମନେ କରିବା ପଶୁ ବୁଦ୍ଧି ବୋଲି କୁହାଯାଇଛି। ତ୍ୱଂ ତୁ ରାଜନଂ ମରିଷ୍ୟସି ପଶୁର୍ବୁଦ୍ଧିମିମଂ ଚହି ନ ଜାତଃ ପ୍ରାଣଂ ଭୂତୋ ଅଦ୍ୱୈତଦେହବତୁଂ ନ କାଙ୍କ୍ଷସି। ପରୀକ୍ଷିତ, ମୁଁ ମରିବି, ଏହି ଅବିବେକ ବୁଦ୍ଧି ପରିତ୍ୟାଗ କର। ଏହି ଦେହର ବିନାଶ ହେବ, ମାତ୍ର ତୁମ୍ଭର ନୁହେଁ। ଏହି ଦେହ ଆଗରୁ ନଥିଲା, ଏବେ ଏହାର ଜନ୍ମ ହେଲା ଏବଂ ପରେ ଏହାର ବିନାଶ ହେବ। ଏହି ଶ୍ଲୋକକୁ ଅତି ବଡ଼ି ଜଗନ୍ନାଥ ଦାସ ନିମ୍ନମତେ ଭାବାନୁବାଦ କରିଛନ୍ତି। ଶୁଣ ପରୀକ୍ଷା କ୍ଷିତିପତି, ମରିବୁ ବୋଲି ଯେଉଁ ଭୀତି, ପ୍ରାଣିତା ଅଜ୍ଞାନୀ କହନ୍ତି, ତୁ ଏବେ ଛାଡ଼ ଏହି ଭ୍ରାନ୍ତି। ଜନମ କୌଣସି ଦିନ ନୋହିଛ ତୁମ୍ଭେ ତ ରାଜନ, ଆଗରେ ଜନମ ନୋହିବ, ବର୍ତ୍ତମାନରେ ନ ମରିବ। ଉତ୍ପତ୍ତି ସ୍ଥିତି ଯାର ନାହିଁ, ବିନାଶ ହୋଇବ କି ପାଇଁ? ପୁତ୍ର ପୌତ୍ରାଦି ଏ ତୋହର, କେହି ଯେ ନୁହନ୍ତି କାହାର। ସେ ଫଳ ଫଳଇ ପ୍ରତ୍ୟକ୍ଷେ, ବୀଜ ଅଙ୍କୁରି ପୁଣି ବୃକ୍ଷେ। ଯେମନ୍ତ ବୀଜରୁ ଅଙ୍କୁର, ତହୁଁ ବୃଷାଦି ଅବତାର। ତେମନ୍ତେ ତ ନୋହେ ପିତା ପୁତ୍ର, ସମ୍ବନ୍ଧ ଜାଣ ପରୀକ୍ଷିତ। ଆତ୍ମା ଓ ପରମାତ୍ମା ଦୁହେଁ ଭିନ୍ନ ଓ ପୃଥକ ଚୈତନ୍ୟ ସତ୍ତା। ଏଠାରେ ପ୍ରମାଣିତ ହେଉଛି, ପରମାତ୍ମାଙ୍କ ପରି ପ୍ରତ୍ୟେକ ଆତ୍ମା ଶାଶ୍ୱତ ଭାବରେ ଭିନ୍ନ ଭିନ୍ନ ସତ୍ତା ଅଟନ୍ତି। ଅତୀତରେ ମଧ୍ୟ ସମସ୍ତଙ୍କର ସ୍ୱତନ୍ତ୍ର ସତ୍ତା ଥିଲା ଏବଂ ଭବିଷ୍ୟତରେ ମଧ୍ୟ ତାହା ଶାଶ୍ୱତ ଭାବରେ ରହିଥିବ। ଏଠାରେ ପରମାତ୍ମା ସ୍ପଷ୍ଟ ଭାବରେ ମାୟାବାଦକୁ ଖଣ୍ଡନ କରିଛନ୍ତି। ମାୟାବାଦୀମାନେ କୁହନ୍ତି ଯେ ଆତ୍ମା ମାୟା ଶକ୍ତିର ଆବରଣ ଯୋଗୁଁ ପରମାତ୍ମାଙ୍କ ଠାରୁ ବିଚ୍ଛିନ୍ନ ହୋଇଯାଉଛି। ମୁକ୍ତି ପାଇଲା ପରେ ଆତ୍ମା ନିର୍ବିଶେଷ ବ୍ରହ୍ମରେ ଲୀନ ହୋଇ ତାର ସ୍ୱତନ୍ତ୍ର ସତ୍ତା ହରାଇଥାଏ।
ଗୀତା ଏହି ମାୟାବାଦକୁ ସ୍ୱୀକାର କରିନାହିଁ। ଗୀତାର ଭଗବାନ ଏଠାରେ ସ୍ପଷ୍ଟ କହୁଛନ୍ତି ଯେ ଭବିଷ୍ୟତରେ ମଧ୍ୟ ତାଙ୍କର ତଥା ଅନ୍ୟ ଜୀବାତ୍ମାମାନଙ୍କର ସ୍ଥିତି ଶାଶ୍ୱତ ଭାବରେ ରହିଥିବ। ଶରୀର ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତନ ହେଉଛି। ଶୈଶବ, କୌଶଳ, ଯୌବନ, ପ୍ରୌଢ଼ ଓ ପାର୍ଥକ୍ୟ ଏହା ଶାରୀରିକ ଅବସ୍ଥାର ନାମ। ଏହି ପ୍ରକାର ପରିବର୍ତ୍ତନ ଦ୍ୱାରା ଆତ୍ମା ପ୍ରଭାବିତ ହୁଏ ନାହିଁ। ତାର ଶାଶ୍ୱତ ସତ୍ତା ଯଥାବତ୍ ବଜାୟ ରହିଥାଏ। ଆତ୍ମଜ୍ଞାନୀମାନେ ଏ ପ୍ରକାର ପରିବର୍ତ୍ତନରେ ଆଦୌ ବିଚଳିତ ହୁଅନ୍ତି ନାହିଁ। ଏ କଥା ପରବର୍ତ୍ତୀ ଶ୍ଲୋକରେ ଉଲ୍ଲେଖ ହୋଇଛି। ଦେହିନୋऽସ୍ମିନ୍ ଯଥା ଦେହି କୌମାରଂ ଯୌବनं ଜରା ତଥା ଦେହାନ୍ତରଂ ପ୍ରାପ୍ତି ଧୀରସ୍ତ୍ୱतो ନ ମୁହ୍ୟତି। ଇନ୍ଦ୍ରିୟ ଓ ବିଷୟ ସମୂହ ସଂଯୋଗର ଅନିତ୍ୟ ନିରୂପଣ। ମାତ୍ରା ସ୍ପର୍ଶସ୍ତୁ କୌନ୍ତେୟ ଶୀତୋଷ୍ମ ସୁଖ ଦୁଃଖଦାଃ ଆଗମାପାୟିନୋ ଅନିତ୍ୟାସ୍ତ୍ୱଂ ସ୍ଥିତିକ୍ଷୟସ ଭାରତ। ଯହିଁ ନ ବ୍ୟଥୟତ୍ୱେତେ ପୁରୁଷଂ ପୁରୁଷସ୍ସର୍ବ ସମଦୁଃଖ ସୁଖଂ ଧୀରଂ ସୋऽମୃତତ୍ୱାୟ କଳ୍ପତେ। ଇନ୍ଦ୍ରିୟ ସହିତ ବିଷୟର ସଂସ୍ପର୍ଶ ହିଁ ଶୀତ, ଉଷ୍ମ, ସୁଖ ଓ ଦୁଃଖ ପ୍ରଦାନ କରେ। କିନ୍ତୁ ସେହି ସମ୍ବନ୍ଧର ସମୟାନୁସାରେ ଉତ୍ପତ୍ତି ଓ ବିନାଶ ହୁଏ। ତେଣୁ ସେମାନେ ଅନିତ୍ୟ ଅଟନ୍ତି। ସେ ସବୁକୁ ସହ୍ୟ କର। ଏହି ମାତ୍ରା ସ୍ପର୍ଶ ସବୁ ଇନ୍ଦ୍ରିୟ ଶକ୍ତି ସହିତ ବିଷୟ ସଂଯୋଗମାନ ସୁଖ ଦୁଃଖରେ ସମଭାବାପନ୍ନ ଆତ୍ମନିଷ୍ଠ ବ୍ୟକ୍ତିକୁ ପୀଡ଼ା ଦେଇପାରନ୍ତି ନାହିଁ। ସେ ଅମର ହେବା ପାଇଁ ଯୋଗ୍ୟ। କ୍ରମଶଃ ଓମ୍ ଶାନ୍ତି।